ଆଜିର ମୁଖ୍ୟ ଖବର ପିଲାମାନେ ଆଜିର ମୁଖ୍ୟ ଖବର ହେଉଛି ଆଜିଠୁ ଯୁକ୍ତ 2 ଦେଖା ଖାତା ଦେଖା ଆରମ୍ଭ ହୋଇଯାଉଛି। ଯୁକ୍ତ 2ର ଖାତା ଦେଖା ଆରମ୍ଭ ହୋଇଯାଉଛି। +2 ପିଲାମାନଙ୍କର ଖାତା ଦେଖା ଏବଂ +2 ପିଲାମାନଙ୍କର ଯେଉଁ ଭାଗ୍ୟ ଆଜିଠାରୁ ସ୍ଥିର ହେବାକୁ ଯାଉଛି। ତେଣୁ ଏଇ ଯେଉଁ ଖବରଟି ବହୁତ ଇମ୍ପୋର୍ଟାଣ୍ଟ ଖବର ଧରିତ୍ରୀରେ ବାହାରିଛି। ଯୁକ୍ତ 2 ପରୀକ୍ଷା ଖାତା ଦେଖା ବୁଧବାର ଠାରୁ ଆରମ୍ଭ ହେବ, ମାନେ ଆଜିଠାରୁ ମେ 15 ସୁଦ୍ଧା ଏକା ସାଙ୍ଗରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇବ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମଙ୍ଗଳବାର ସୂଚନା ଦିଆଯାଇଛି। ତ ପ୍ରଥମ ପର୍ଯ୍ୟାୟ ଖାତା ଦେଖା ଏପ୍ରିଲ 2 ତାରିଖରୁ 14 ଯାଏ, ଦ୍ୱିତୀୟ ପର୍ଯ୍ୟାୟ ଖାତା ଦେଖା ଏପ୍ରିଲ 16ରୁ 28 ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିଲାଗି 78ଟି ଅଫଲାଇନ୍ 70ଟି ଅନଲାଇନ୍ କେନ୍ଦ୍ର ହୋଇଥିବା ବେଳେ ଏଥିରେ 16ରୁ 17 ହଜାର ଅଧ୍ୟାପକ ଅଧ୍ୟାପିକା ଖାତା ମୂଲ୍ୟାଙ୍କନ କରିବେ। ସେମାନଙ୍କର ସୁବିଧା ଦୃଷ୍ଟିରୁ ନିଜ ଜିଲ୍ଲାରେ ହୋଇଥିବା ମୂଲ୍ୟାଙ୍କନ କେନ୍ଦ୍ରରେ ଖାତା ଦେଖିବା ପାଇଁ ନିୟୋଜିତ କରାଯାଇଛି। ଖରାକୁ ଦୃଷ୍ଟିରେ ରଖି 2ଟି ସିଫ୍ଟରେ ଖାତା ଦେଖା ହେବ। 35ରୁ 40 ଏବଂ 50 ମାର୍କର ବିଷୟଗୁଡ଼ିକ ପାଇଁ 5 ଘଣ୍ଟାରେ 30ଟି ଖାତା ଦେଖାଯିବ। ସେହିଭଳି 70-80 ମାର୍କର ବିଷୟଗୁଡ଼ିକ ପାଇଁ 5 ଘଣ୍ଟାରେ 20ଟି ଖାତା ଦେଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସୂଚନା ଯୋଗ୍ୟ ଯେ ଏହି ବର୍ଷ ରାଜ୍ୟରେ 3,93,000 ପିଲାମାନେ ଯେଉଁମାନେ ପରୀକ୍ଷା ଦେଇଥିଲେ ଏବଂ ଏଇ ଯେଉଁ ପରୀକ୍ଷା ଦେଇଥିଲେ 3,93,618 ଜଣ ପରୀକ୍ଷାର୍ଥୀ ଯୁକ୍ତ 2 ପରୀକ୍ଷା ଦେଇଥିଲେ ଏବଂ ସେ ଯେଉଁ ଯୁକ୍ତ 2 ପରୀକ୍ଷା ଦେଇଥିଲେ ସମସ୍ତଙ୍କର ପରୀକ୍ଷା ଖାତା ଯାଞ୍ଚ ହେବ। ଏବଂ ଏ ଯେଉଁ ଯାଞ୍ଚ ହେବ ପରୀକ୍ଷା ଖାତା, ସେଥିରେ ପ୍ରଥମେ ତ ଏକ୍ସାମିନର, ଯିଏକି ଏକ୍ସାମିନର ପିଲାମାନେ ସେ ଖାତା ଦେଖିବେ, ମୂଲ୍ୟାଙ୍କନ କରିବେ ଏବଂ ତାପରେ ହେଡ୍ ଏକ୍ସାମିନର ଟିକେ ଆଖି ପକାଇବେ, ପୁରା ଦେଖିବେ ନାହିଁ। ହେଡ୍ ଏକ୍ସାମିନର ଆଖି ପକାଇବେ ଯେ କେଉଁଥିରେ କମ୍ ମାର୍କ ଦିଆଯାଇଛି, କେଉଁଥିରେ ଅଧିକା ମାର୍କ ଦିଆଯାଇଛି। ତାପରେ ତୁମର ମାନେ କେଉଁ କ୍ୱେଶ୍ଚନରେ କେତେ ମାର୍କ ଦିଆଯାଇଛି, ସେ ମାର୍କ ଏଡିସନ୍ ବା ମାର୍କ ଗୁଡ଼ିକ ଠିକ୍ ଅଛି ନା ନାହିଁ ଖାତା ଦେଖିବେନି, ମାର୍କ ଗୁଡ଼ିକ କେବଳ ଠିକ୍ ଅଛି ନା ନାହିଁ ସ୍କ୍ରୁଟିନାଇଜର ଦେଖିବେ ପିଲାମାନେ। ଠିକ୍ ଅଛି। ତେଣୁ ଆଜିଠାରୁ ଯୁକ୍ତ 2 ଖାତା, ମୁଁ ମଧ୍ୟ ଖାତା ଦେଖା ପାଇଁ ରେଡ଼ି। ଏବଂ ଏଇଠି ଆଜିଠାରୁ ଯେଉଁ ଯୁକ୍ତ 2 ଖାତା ଦେଖା ଅଛି, ତୁମକୁ ପ୍ରତ୍ୟେକ ଦିନର ଏକ୍ସପିରିଏନ୍ସ ମୁଁ ସେୟାର କରିବି, କେମିତି ଖାତା ଦେଖା ଚାଲିଛି ଏବଂ କ'ଣ ଫଳପ୍ରଦ ହେଉଛି। ଠିକ୍ ଅଛି ପିଲାମାନେ, ଥ୍ୟାଙ୍କ ୟୁ ଭେରି ମଚ୍। ରହିଲି। ବନ୍ଦେ ଉତ୍କଳ ଜନନୀ।